ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 185। ପ୍ରଭୁ ଲେଖୁଛନ୍ତି, ତୁମର ଆତ୍ମା ଯେ ପର୍ଯ୍ୟନ୍ତ ଭେଦାଭେଦ ନିର୍ଣ୍ଣୟ କରିପାରୁଛି ସେ ପର୍ଯ୍ୟନ୍ତ ତୁମେ ହୁଏତ କଷ୍ଟ ଭୋଗ କରୁଥିବା ଇତର ପ୍ରାଣୀମାନଙ୍କ ଲାଗି ଦୟା ପ୍ରଦର୍ଶନ କରିପାରିବ। ମାତ୍ର ମନୁଷ୍ୟ ଜାତି ତୁମଠାରୁ କେବଳ ସେତିକିରୁ କିଛି ମହତ୍ତର ପ୍ରତ୍ୟାଶା ରଖିଥାଏ। ତାହା ତୁମଠାରୁ ଭଲ ପାଇବା ଚାହେଁ, ବୁଝାମଣା ଶକ୍ତିର ଅପେକ୍ଷା ରଖିଥାଏ, ତୁମର ସଖ୍ୟ ଲୋଡୁଥାଏ, ଜଣେ ସମକକ୍ଷ ଓ ଜଣେ ଭାଇର ହିଁ ସାହାଯ୍ୟ ଆଶା କରୁଥାଏ। ଆଉଥରେ ପଢୁଛି, ତୁମର ଆତ୍ମା ଯେ ପର୍ଯ୍ୟନ୍ତ ଭେଦାଭେଦ ନିର୍ଣ୍ଣୟ କରିପାରୁଛି ସେ ପର୍ଯ୍ୟନ୍ତ ତୁମେ ହୁଏତ କଷ୍ଟ ଭୋଗ କରୁଥିବା ଇତର ପ୍ରାଣୀମାନଙ୍କ ଲାଗି ଦୟା ପ୍ରଦର୍ଶନ କରିପାରିବ। ମାତ୍ର ମନୁଷ୍ୟ ଜାତି ତୁମଠାରୁ କେବଳ ସେତିକିରୁ କିଛି ମହତ୍ତର ପ୍ରତ୍ୟାଶା ରଖିଥାଏ। ତାହା ତୁମଠାରୁ ଭଲ ପାଇବା ଚାହେଁ, ବୁଝାମଣା ଶକ୍ତିର ଅପେକ୍ଷା ରଖିଥାଏ, ତୁମର ସଖ୍ୟ ଲୋଡୁଥାଏ, ଜଣେ ସମକକ୍ଷ ଓ ଜଣେ ଭାଇର ହିଁ ସାହାଯ୍ୟ ଆଶା କରୁଥାଏ। ଜ୍ଞାନ 186। ପ୍ରଭୁ କହୁଛନ୍ତି, ପୃଥିବୀର କଲ୍ୟାଣ ସକାଶେ ମନ୍ଦର ଯେଉଁ ଅବଦାନ ମାନ ରହିଛି ଓ ପୁଣ୍ୟବାନ ବ୍ୟକ୍ତିମାନେ ବେଳେ ବେଳେ ଯେଉଁ ସବୁ ଅନିଷ୍ଟ କରିଥାନ୍ତି ସେଥିରେ ଭଲକୁ ନେଇ ମୋହିତ ହୋଇ ରହିଥିବା ଆତ୍ମା ବ୍ୟଥିତ ହୋଇ ପଡ଼ିଥାଏ। ତଥାପି ଏଥିରେ ବ୍ୟଥିତ ଅଥବା ବିମୂଢ଼ ହୋଇପଡ଼ ନାହିଁ, ବରଂ ତାହାର ଅଧ୍ୟୟନ କର ଏବଂ ପରମେଶ୍ୱର ମନୁଷ୍ୟ ଜାତି ବିଷୟରେ ଯେଉଁ ମାର୍ଗଟିକୁ ଅନୁସରଣ କରିଥାନ୍ତି ସ୍ଥିର ହୋଇ ତାହାକୁ ବୁଝିବାକୁ ଚେଷ୍ଟା କର। ଏଇ ଦୁଇଟି ଜ୍ଞାନ କାରିକାରେ ଯାହା ପ୍ରଭୁ କହୁଛନ୍ତି, ଆମର ସାଧାରଣ ମନୁଷ୍ୟ ବା କେତେ ଗୁଡ଼ିଏ ଯୁକ୍ତିବାଦୀ ବ୍ୟକ୍ତିଙ୍କର ମୁଣ୍ଡକୁ ଏପଟ ସେପଟ କରିଦେଲା ଭଳି କଥା ଗୁଡ଼ିକ। ମା ତାକୁ କହୁଛନ୍ତି, ମା ବର୍ଣ୍ଣନା କରୁଛନ୍ତି, ଶ୍ରୀ ଅରବିନ୍ଦ ଏହି କଥା କହିବାକୁ ଚାହୁଁଛନ୍ତି ଯେ ଚେତନାର କ୍ଷେତ୍ରରେ ଏପରି ଏକ ଉଚ୍ଚ ଭୂମି ରହିଛି ଯେଉଁଠାରେ କି ଭଲ ଓ ମନ୍ଦ ବିଷୟରେ ରହିଥିବା ସାଧାରଣ ଧାରଣା ଗୁଡ଼ିକର ଆଦୌ କୌଣସି ମୂଲ୍ୟ ରହେ ନାହିଁ। ଏବଂ ସିଏ ଆମକୁ ଏହି ପରାମର୍ଶ ଦେଉଛନ୍ତି ଯେ ପୃଥିବୀରେ ଘଟଣା ଗୁଡ଼ିକ ଯେଉଁପରି ଭାବରେ ଘଟୁଥାଏ ସେଥିରେ କୌଣସି ପ୍ରକାର ପ୍ରଭାବିତ ନ ହୋଇ ଆମେ ଚେତନାର କ୍ଷେତ୍ରରେ ଊର୍ଦ୍ଧ୍ୱକୁ ହିଁ ଉଠିଯିବା ଓ ଦିବ୍ୟ ପରମସତ୍ତାଙ୍କ ସହିତ ସଂଯୁକ୍ତ ହୋଇ ରହିବା। ତେବେ ଯାଇ ଆମେ ବସ୍ତୁଗୁଡ଼ିକ ଯଥାର୍ଥରେ ଯେପରି ସେଗୁଡ଼ିକୁ ସେହିପରି ଭାବରେ ବୁଝିପାରିବା। ବସ୍ତୁଗୁଡ଼ିକ ଯଥାର୍ଥରେ ଯେପରି ତାକୁ ଯଦି ଆମେ ସତରେ ବୁଝିବାକୁ ଚାହୁଁଛୁ ତେବେ ଆମ ପାଇଁ ଏକମାତ୍ର ଉପାୟ ରହିଛି, ସେଟା ହେଉଛି ଚେତନାର କ୍ଷେତ୍ରରେ ଊର୍ଦ୍ଧ୍ୱକୁ ଉଠିଯାଇ ପରମ ସତ୍ତାଙ୍କ ସହିତ ସଂଯୁକ୍ତ ହୋଇ ରହିବା। ଯେ ପର୍ଯ୍ୟନ୍ତ ସେହି ସ୍ତରକୁ ଆମେ ଯାଇନାହୁଁ, ଯାହା ଆମେ ଦେଖୁଛୁ ତାହା ହେଉଛି ଆପେକ୍ଷିକ, ଅନେକ ସମୟରେ ବିକୃତ ବି ହେଇଯାଏ, ଅନେକ ସମୟରେ ମିଥ୍ୟା ବି ହେଇଥାଏ। ତେଣୁ ଚେତନାର ଊର୍ଦ୍ଧ୍ୱକୁ ଉଠିଯାଇ ପରମେଶ୍ୱରଙ୍କ ସହିତ ବା ପରମ ସତ୍ତାଙ୍କ ସହିତ ଯେ ପର୍ଯ୍ୟନ୍ତ ସଂଯୁକ୍ତ ହୋଇ ରହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ଆମେ ଯଥାର୍ଥ ଜ୍ଞାନ ବା ଯଥାର୍ଥ ସତ୍ୟକୁ ଅନୁଭବ କରିପାରିବା ନାହିଁ ବା ଦେଖିପାରିବା ନାହିଁ। ଯାହା ଦେଖିବା ତାହା ଆପେକ୍ଷିକ। ତେଣୁ ଏଇଠି ମନେ ରଖିବା ଯେ ଯେତେବେଳେ ଊର୍ଦ୍ଧ୍ୱର ଜଗତକୁ ଯାଉଛନ୍ତି ସେଠି କିଛି ଭଲ ମନ୍ଦ ଏ ଧାରଣା ରହେ ନାହିଁ, କିନ୍ତୁ ଜଡ଼ ଜଗତରେ ଆମ ପାଇଁ ଭଲ ଓ ମନ୍ଦର ସଂଜ୍ଞା ଗୋଟିଏ ରଖିବେ, କିନ୍ତୁ ଆପଣ ଯଦି ସାଧାରଣ ଜୀବନକୁ ଯାଉଛନ୍ତି ଭଲ ମନ୍ଦର ସଂଜ୍ଞା ବହୁତ। କାହିଁକିନା ମୋତେ ମୋର ରୁଚି, ମୋର ଅରୁଚି, ମୋର ପସନ୍ଦ, ମୋର ଅପସନ୍ଦ, ମୋର ଦୃଷ୍ଟିକୋଣ, ମୋର ଭାବ ତାକୁ ଯାହା ସୁଇଟ୍ କରୁଛି ବା ତାକୁ ଯାହା ଉପଯୁକ୍ତ ମନେ ହେଉଛି ସିଏ ତାକୁ ଭଲ କହେ, ତାହାକୁ ଯାହା ଭଲ ନ ଲାଗିଲା ସିଏ ତାକୁ ମନ୍ଦ କହେ। ତେବେ ମୋର ଧାରଣା, ମୋର ଚିନ୍ତା, ମୋର ଭାବନା, ମୋର ଦୃଷ୍ଟିକୋଣ ଅନ୍ୟ ଏକ ବ୍ୟକ୍ତି ଠାରୁ ଯେତେବେଳେ ଫରକ, ସେତେବେଳେ ତାର ଆଉ ମୋର ଦ୍ୱନ୍ଦ୍ୱ ଆରମ୍ଭ। ଏବଂ ଆମ ଯୋଉମାନଙ୍କର ଏକା ପ୍ରକାରର ଥାଏ ସେମାନେ ଏକାଠି ହେଇଯାଆନ୍ତି ଏବଂ
ଆଉ ଯୋଉମାନେ ଆମ ସହିତ ମିଶନ୍ତିନି ସେମାନେ ବି ଏକାଠି ହେଇଯାଆନ୍ତି। ଏଇଭଳି ଭାବରେ ଦ୍ୱନ୍ଦ୍ୱ ଆରମ୍ଭ ହେଇଥାଏ ଏବଂ ଭିନ୍ନ ଭିନ୍ନ ଭଲ ମନ୍ଦର ସଂଜ୍ଞା ନେଇକି ଆମେ ବଞ୍ଚୁ। କିନ୍ତୁ ଆପଣ ଯଦି ଏଇ ଦୁଇ ତଥାକଥିତ ଜ୍ଞାନୀ ମାନଙ୍କ ପାଖରୁ ଉର୍ଦ୍ଧ୍ୱକୁ ଉଠିଯିବେ, ତେବେ ଦେଖିବେ ଯେ ସବୁର କିଛିର ଆବଶ୍ୟକତା ଥିଲା ଏବଂ ସତ୍ୟ ଏ ଦିଟା ଭିତରେ ନାହିଁ, ଆହୁରି ଉର୍ଦ୍ଧ୍ୱରେ ରହିଛି। ଯେପରିକି ଆମେ ପଢୁଥିଲୁ ଏବଂ ପ୍ରଭୁ କହୁଛନ୍ତି ଯେ ହିଟଲରର ପ୍ରଭୁଙ୍କୁ ପଚରା ହେଲା ଯେ ହିଟଲର ଯୋଉ ଅସୁର ପ୍ରବୃତ୍ତି ବା ଅସୁରର ସେ କ୍ରୀଡନକ ସାଜି କାମ କରୁଥିଲା, ଅସୁର ଶକ୍ତିକୁ ସେ କାର୍ଯ୍ୟରେ ପରିଣତ କରୁଥିଲା, ତାହାର କଣ ଆବଶ୍ୟକତା ଥିଲା? ଯଦି ଆପଣ କହୁଛନ୍ତି ଭଗବାନଙ୍କ ଇଚ୍ଛାରେ ସବୁ ହଉଛି, ଏଠି ପ୍ରଭୁ କହୁଛନ୍ତି ପୁରା ସିଧାସଳଖ ଉତ୍ତର, କହୁଛନ୍ତି ପୃଥିବୀରେ ମନୁଷ୍ୟମାନେ ନିଜ ନିଜ କଥା ନେଇକି ବ୍ୟସ୍ତ ହେଇକି ରହିଥିଲେ, କିନ୍ତୁ ଏକ ବିଶ୍ୱ ଐକ୍ୟ, ବିଶ୍ୱ ଶାନ୍ତି ପାଇଁ ବିଶ୍ୱ ଶାନ୍ତି ପାଇଁ ଯେ ଏକୀଭୂତ ହବାର ଆବଶ୍ୟକତା ରହିଛି, ତାଙ୍କୁ ଯେମିତି କହନ୍ତି ଷ୍ଟିମୁଲେଟ କରିବା, ତାଙ୍କୁ ଉଜ୍ଜାପିତ ମାନେ ତାଙ୍କୁ ଯୋଉ ଆମ ଆମ ଭାଷାରେ କହିବା ତାଙ୍କୁ ଉଠେଇବା, ଜାଗ୍ରତ କରାଇବା ଏବଂ ସେମାନେ ସମସ୍ତେ ବିଶ୍ୱ ଶାନ୍ତି ପାଇଁ ଏକ ସୂତ୍ରରେ ବାନ୍ଧି ହବା, ତାର ଆବଶ୍ୟକତା ପାଇଁ ଏଠି ଗୋଟେ ଆଟାକର ବା ଏକ ବିରୋଧୀ ଶକ୍ତିର ଯୋଉ କ୍ରିୟାଟି ସେତେବେଳେ ଆବଶ୍ୟକତା ଥିଲା। ଏବଂ ସେ ସେଇ ପ୍ରଭୁ ବା ପରମେଶ୍ୱର ଛାଡି ଦଉନାହାନ୍ତି। ଶ୍ରୀଅରବିନ୍ଦ କହୁଛନ୍ତି, ଶ୍ରୀଅରବିନ୍ଦ ଦେଖିଲେ ଯୁଦ୍ଧରେ ଶ୍ରୀଅରବିନ୍ଦ ଛାଡିଦେଲେ କି? ଛାଡିଦେଲେନି। ହିଟଲର ଯୋଉ ଶକ୍ତିକୁ ବ୍ୟବହାର କରି କାର୍ଯ୍ୟ କରୁଛି, ସେ ଶକ୍ତିର କିପରି ପରାଜୟ ହେବ, କିପରି ବିଶ୍ୱ କିପରି ଅଗ୍ରଗତି ଅଭିମୁଖେ ଯିବ, ତା ପାଇଁ ପ୍ରଭୁ ଶ୍ରୀଅରବିନ୍ଦ କାମରେ ଲାଗିଲେ ଏବଂ ହିଟଲରକୁ ଜିତାଇ ଦେଲେ ନାହିଁ, ତାର ପରାଜୟକୁ ସୁନିଶ୍ଚିତ କରିଦେଲେ। ତେଣୁ ଏଇଠି ଆମେ ଯୋଉ ଆରମ୍ଭ କରୁଛନ୍ତି ସାହାଯ୍ୟ କରିବା କଥାରେ, ଦୟା ପ୍ରଦର୍ଶନ କରିବା କଥାରେ, ଏଥିରେ ପ୍ରଭୁ କହୁଛନ୍ତି ଠିକ ଅଛି, ତୁମେ ଯେ ପର୍ଯ୍ୟନ୍ତ ଭେଦାଭେଦ ନିର୍ଣ୍ଣୟ କରୁଛ, ତାମାନେ ସେ ପର୍ଯ୍ୟନ୍ତ ଆମେ ପ୍ରକୃତ ବା ଯଥାର୍ଥ କଣ କାହାର ଆବଶ୍ୟକତା ଯେ ପର୍ଯ୍ୟନ୍ତ ଆମେ ଜାଣିନାହୁଁ, ଆମେ ଯେତେ ଚେତନାରୁ ଉର୍ଦ୍ଧ୍ୱକୁ ଉଠିନାହୁଁ, ଆମେ ଜାଣିନାହୁଁ, ଆମେ ସାଧାରଣ ଚେତନାରେ ରହିଛୁ, ସେ ପର୍ଯ୍ୟନ୍ତ ତୁମେ ଇତର ପ୍ରାଣୀଙ୍କୁ ଦୟା ପ୍ରଦର୍ଶନ କରିପାର। କିନ୍ତୁ ମନୁଷ୍ୟ ଜାତି କ୍ଷେତ୍ରରେ କହୁଛନ୍ତି ଯେ ମନୁଷ୍ୟ ଜାତି ତୁମଠାରୁ ଆଉ କିଛି ଅଧିକ ଆଶା କରୁଛି। କଣ ଆଶା କରୁଛି? ଆମେ ଯେତେବେଳେ ଯାହାକୁ ସାହାଯ୍ୟ କରୁ, କେମିତି ମନୋଭାବରେ ସାହାଯ୍ୟ କରୁ? ଯେ ମୋ ପାଖରେ ବହୁତ ଅଛି, ତା ପାଖରେ କିଛି ନାହିଁ, ମୁଁ ତାକୁ ଦୟା କରୁଛି। ଆଇ ଏମ୍ ସୁପେରିୟର, ସିଏ ହଉଛି ଇନଫେରିୟର, ତେଣୁ ମୁଁ ତାକୁ ସାହାଯ୍ୟ କରିବି। ସିଏ ମୋ ପାଖରେ ସାହାଯ୍ୟ ପ୍ରାର୍ଥୀ, ମୁଁ ହଉଛି ଦୟାବାନ, ମୁଁ ଉପରେ ସେ ତଳେ। ଏଇ ଅହଂର ଯୋଉ ଛୋଟ ଭାବଟି ଆମ ଭିତରେ ଯଦି ରହିଲା, ତାହେଲେ ତାହା ଆଉ ସାହାଯ୍ୟ ହେଇକି ରହିଲା କିପରି? ସେଥିପାଇଁ କହୁଛନ୍ତି ଯେ ଆଉ ଟିକେ ଅଧିକ ଆଶା କରାଯାଏ, ବୁଝାମଣା ଶକ୍ତି, ସଖ୍ୟ ଭାବ। ସେଠି ଦୟା ଆଉ କୋଉଠୁ ଆସିବ? ଯେତେବେଳେ ସଖ୍ୟ ଭାବ ଆସିଗଲା, ସେତେବେଳେ ଦୟା ଆସିବ କି? ସଖ୍ୟ ଭାବ ମାନେ ସାଙ୍ଗ। ମୁଁ ସାଙ୍ଗକୁ ଯୋଉ ସାହାଯ୍ୟ କରିବି, ସେତେବେଳେ ଦୟା କରି ସାହାଯ୍ୟ କରିବି କି? ଯଦି ଦୟା କରି ସାହାଯ୍ୟ କରୁଛି, ସେତେବେଳେ ତାମାନେ ମୋ ଭିତରେ ଫିଲିଙ୍ଗସ୍ ଅଛି, ଆଇ ଏମ୍ ସୁପେରିୟର ଆଣ୍ଡ ମୋ ସାଙ୍ଗ ଯିଏ ସିଏ ଇନଫେରିୟର। ତାମାନେ ମୁଁ ସେଠି ସଖ୍ୟ ଭାବରେ ମଧ୍ୟ ସାହାଯ୍ୟ କରୁନାହିଁ। ଦେଖନ୍ତୁ, ସାହାଯ୍ୟ କରିବାର ବି କେତେ ପ୍ରକାର ଭାବ ବି ଥାଇପାରେ। ଯେତେବେଳେ ଜଣେ ସାଙ୍ଗକୁ ସାହାଯ୍ୟ କରେ, ସେତେବେଳେ ସେ କିଛି ଆଶା ରଖି ସାହାଯ୍ୟ କରେନି, ପ୍ରତ୍ୟାଶା ନଥାଏ, ସ୍ୱାଭାବିକ ଭାବେ ସ୍ୱତଃସ୍ଫୂର୍ତ୍ତ ଭାବେ ତା ସହିତ ମିଶିକରି ଚାଲିବାର ଗୋଟେ ଭାବରେ ସେ ତା ସହିତ ସାହାଯ୍ୟ କରେ ବା ତା ସହିତ ତାର ଯାହା ଆବଶ୍ୟକତା ଥାଏ ତାକୁ ପୂରଣ କରିପାରେ। ସେଟା ହଉଛି ମାନେ ସାଙ୍ଗ ହେଇକି ଚାଲିବାର ଆବଶ୍ୟକତା ବେଳେ ତାର ଯୋଉଟା ଆବଶ୍ୟକ ରହିଛି, ତାକୁ ମୁଁ ସେୟାର କରୁଛି। ସେଠି ସେୟାର ଶବ୍ଦ ବା ଆମେ ତାକୁ କହିପାରିବା, ଯେମିତି ମୁଁ ତାର କଣ କହିପାରିବା, ମାନେ ଅଂଶୀଦାର ହେଇକି, ଦି ଜଣ ଅଂଶୀଦାର ହେଇକି ଚାଲୁଛୁ। ତେଣୁ ସେଠି ଦୟା ପ୍ରଦର୍ଶନର ଶବ୍ଦ ଆସେ ନାହିଁ। ତେଣୁ ଏଇଟା ହଉଛି ଗୋଟେ
ଯେମିତି ସେଥିପାଇଁ ଯୋଉଟା କହିଲେନି ତମେ ଟିକେ ଅଧିକ ତମଠୁ ଆଶା କରାଉଛି, ଟିକେ ବୁଝାମଣା ଶକ୍ତି ଦରକାର ହଉଛି ଏଇ ସକାଶେ। କାହିଁକି ନା ଆମ ଭିତରେ ଅହଂ ପ୍ରତିପାଳିତ ନ ହଉ ଯେ ମୁଁ ସାହାଯ୍ୟ କରୁଛି, ମୁଁ ସାହାଯ୍ୟ କରୁଛି ମାନେ ଆଇ ଏମ୍ ସୁପେରିୟର ଆଣ୍ଡ ଦ୍ୟାଟ୍ ୱାଜ ଇନଫେରିୟର। ଏବଂ ଏଠି ଆଉ ଗୋଟେ କଥା ତାପରେ ସେଥିପାଇଁ କହୁଛି କଣ ଯେ ପ୍ରକୃତରେ ଆମେ ଯୋଉ ସାହାଯ୍ୟ କରିବାକୁ ଯାଇକି ଆମେ ପୁଣ୍ୟବାନ ପୁଣ୍ୟ ଅର୍ଜନ କରିବାକୁ ଯେତେବେଳେ ଯାଉ, ପ୍ରକୃତରେ ତାହା କିପରି ସଂସାରର ଅନେକ ମନ୍ଦ କରିଥାଏ, କାଲି ବି ଆମେ ଏ ବିଷୟରେ ଆଲୋଚନା କରିଥିଲେ। ଏଇ ଅନେକ ସମୟରେ ସେ ବିଷୟରେ ଆଲୋଚନା ହଉଛି, ଯେପରି ଯାହା ପାଇଁ ଯାହା ଆବଶ୍ୟକ ଥାଏ ତାକୁ ଷ୍ଟ୍ରଗଲ କରିବାକୁ ପଡିଥାଏ। ଷ୍ଟ୍ରଗଲ କଲେ ସେ ଉପଯୁକ୍ତ ସାମର୍ଥ୍ୟ ଯୁକ୍ତ ହବ ଏବଂ ଯେତେବେଳେ କୌଣସି ବିପଦର ସେ ସମ୍ମୁଖୀନ ହବ, ସେ ନିଜେ ତାକୁ ଅତିକ୍ରମ କରି ଚାଲି ଯାଇପାରିବ। ସବୁ ସମୟରେ ଏଇଟା ଗୋଟେ ଛୋଟ କଥା ହେଇଗଲାଣି। ଆମେ ଯେମିତି ମନେ କରାଯାଉ ପୁରୁଣା ଏକ୍ଜାମ୍ପଲ ଗୋଟେ ଭାବିଦବା, ଗୋଟେ ଛୋଟିଆ କଥାଟିଏ ମନେ କରାଯାଉ। ଆମର ସାଧାରଣତଃ ଅଭିଭାବକ ମାନେ ପିଲାମାନଙ୍କର ଦାୟିତ୍ୱ ଯେତେବେଳେ ଲାଳନ ପାଳନ କରୁଥାନ୍ତି, ସେତେବେଳେ ମନେ କରାଯାଉ କୌଣସି ମା ବା ବାପା ମୋ ପିଲାଟି ହାତରେ ଖାଇବ କେତେ କଷ୍ଟ ହବ, ତାକୁ ଯଦି ଖୁଆଇ ଦେଇ ଚାଲିଥିବେ, କେବେ ବି ତାକୁ ନିଜ ହାତରେ ଖୁଆଇବା ଶିଖେଇ ନାହାନ୍ତି, ବଡ ହେଇ ଆସି 10, 12 ବର୍ଷ 15 ବର୍ଷ ହେଲାଣି ମଧ୍ୟ ହାତରେ ଖୁଆଇ ଚାଲିଛନ୍ତି, ତେବେ ସେ ପିଲାଟିର ମଙ୍ଗଳ କରୁଛନ୍ତି କି ଅମଙ୍ଗଳ କରୁଛନ୍ତି ଏବେ ଆପଣ ଭାବିପାରିବେ, ସମସ୍ତେ ଜାଣିପାରିବେ। କାହିଁକିନା ସେ ଯେତେବେଳେ ବାହାରକୁ ଯିବ ଖାଇ ଶିଖିନଥିବ, କଣ ଖାଇବ, କେମିତି ଖାଇବ, ମାନେ ଏଟା ଗୋଟେ ଛୋଟିଆ ଏକ୍ଜାମ୍ପଲଟେ। ସେଭଳି ଭାବରେ ଆମେ ତଥାକଥିତ ପୁଣ୍ୟବାନ ବ୍ୟକ୍ତି ମାନେ, ଏଥିପାଇଁ ପ୍ରଭୁ ଲେଖୁଛନ୍ତି ଯେ କଣ ହଉଛନ୍ତି ନା ପୁଣ୍ୟବାନ ବ୍ୟକ୍ତି ମାନେ ବେଳେ ବେଳେ ଯେଉଁ ସବୁ ଅନିଷ୍ଟ କରିଥାନ୍ତି, ସେଥିରେ ଭଲକୁ ନେଇ ମୋହିତ ହୋଇ ରହିଥିବା ଆତ୍ମା ବ୍ୟତୀତ ହୋଇ ପଡିଥାଏ। ପୃଥିବୀର କଲ୍ୟାଣ ସକାଶେ ମନ୍ଦର ଯେଉଁ ଅବଦାନ ମାନ ରହିଛି, ଏପରି ଏମିତି ବି ମନ୍ଦ ଯୋଉ ଆମେ କହୁଛନ୍ତି ତାଙ୍କର ମଧ୍ୟ ଅବଦାନ ଥାଏ, କିନ୍ତୁ ତା ଅର୍ଥ କେବେ ବି ତାକୁ ମିସ୍ ଇଣ୍ଟରପ୍ରିଟ କରିବେ ନାହିଁ, ଭୁଲ ଅର୍ଥରେ ଗ୍ରହଣ କରିବେ ନାହିଁ। ତା ଅର୍ଥ ମୁଁ ଯୋଉ ମନ୍ଦ କରୁଛି ତେଣୁ ମୋ ଭିତରେ ଭଗବାନ କାର୍ଯ୍ୟ କରୁଛନ୍ତି, ତେଣୁ ମୁଁ ବିଶ୍ୱର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି, ତେଣୁ ମୁଁ ଭଗବାନଙ୍କର ଯନ୍ତ୍ର, ଇଏ ଗର୍ବ କରିବେ ନାହିଁ। ଏଇ ପ୍ରକାରର ମିସ୍ ଇଣ୍ଟରପ୍ରିଟେସନ ନେଇକରି କେବେ ବଞ୍ଚିବେ ନାହିଁ। ଅନେକ ବ୍ୟକ୍ତି ସେ ପ୍ରକାର ମଧ୍ୟ ବଞ୍ଚନ୍ତି। ସେମାନେ କୁହନ୍ତି ମୁଁ ତ ଯାହା କହିଲି ଭଗବାନ ମୋ ଦେଇ କରିଲେ ନା, ଭଗବାନ ସବୁ ଇଚ୍ଛା, ଭଗବାନଙ୍କ ଇଚ୍ଛା ବିନା କିଛି ହୁଏ, ତେଣୁ ମୁଁ ଯାହା କରିଛି ତାହା ଭଗବାନଙ୍କ ହିଁ କାର୍ଯ୍ୟ। ଏ ପ୍ରକାରର ଏକ ମାନେ ସେଲ୍ଫ ସାଟିସ୍ଫାକ୍ସନ ଉତ୍ତର ସେମାନେ ଦିଅନ୍ତି। କିନ୍ତୁ ଯଦି ଟିକେ ଗଭୀର ଅର୍ଥରେ ଦେଖିବେ, ସିଏ ଜାଣିଥାଏ ଯେ ସେ ଯାହା କରୁଛି କେବଳ ନିଜକୁ ପ୍ରତିଷ୍ଠିତ କରୁଛି, ତାହା ସତ୍ୟ ନୁହେଁ। ତାପରେ ସେଥିପାଇଁ ପ୍ରଭୁ କହୁଛନ୍ତି ଏଥିରେ ବ୍ୟଥିତ ଅଥବା ବିମୂଢ ହୋଇପଡ ନାହିଁ, ବରଂ ଅଧ୍ୟୟନ କର ପରମେଶ୍ୱର ମନୁଷ୍ୟ ଜାତି ବିଷୟରେ ଯେଉଁ ମାର୍ଗଟିକୁ ଅନୁସରଣ କରିଥାନ୍ତି ତାକୁ ବୁଝିବାକୁ ଚେଷ୍ଟା କର। ଏ ବିଷୟରେ ଅନେକ ଥର ଆଲୋଚନା ହେଇଗଲାଣି, ତେଣୁ ଆଉ ସେ ବିଷୟ ମୁଁ ଭାବୁନି କି ଆଲୋଚନା ଆବଶ୍ୟକ ପଡିବ। ଦରକାର ହଉଛି କିଛି ଭଗବାନ କିପରି ଆମର ଅମଙ୍ଗଳ ଭିତରେ ମଧ୍ୟ ମଙ୍ଗଳ କରନ୍ତି, ଏଇଟା ଅନେକ ଥର ଆଲୋଚନା ହେଲାଣି, ମୁଁ ଭାବୁଛି ଆଉ ଦରକାର ନାହିଁ। ଜ୍ଞାନ 187, ଜ୍ଞାନ 188। 187ରେ କହୁଛନ୍ତି ପରମେଶ୍ୱରଙ୍କର କଲ୍ୟାଣକାରୀ ବିଧାନରେ ମନ୍ଦ ବୋଲି କିଛି ନାହିଁ, କେବଳ ଭଲ ହିଁ ରହିଛି ଅଥବା ଭଲ ଲାଗି ପ୍ରସ୍ତୁତି ରହିଛି। କେବଳ ଭଲ କିମ୍ବା ଭଲ ଲାଗି ପ୍ରସ୍ତୁତି, ଭଲ ଲାଗି ପ୍ରସ୍ତୁତି। ଜ୍ଞାନ 188ରେ କହୁଛନ୍ତି ତୁମ ଆତ୍ମାର ସଂଗ୍ରାମ ଏବଂ ଅଗ୍ରଗତି ଲାଗି ହିଁ ଭଲ ଓ ମନ୍ଦର ବିଧାନ କରାଯାଇଥିଲା, ମାତ୍ର ପରିଣାମ ଗୁଡ଼ିକର ଭୂମିରେ ସେମାନେ ସେହି ପରମେଶ୍ୱରଙ୍କର ବିଧାନର ଅନ୍ତର୍ଗତ ହୋଇ ରହିଥାନ୍ତି। ପରମେଶ୍ୱର ଭଲ ଓ ମନ୍ଦ ଉଭୟର ଅତୀତ ହୋଇ ଆପଣାକୁ ପରିପୂର୍ଣ୍ଣ କରନ୍ତି। ଏଠି ପ୍ରଥମେ କହିଲେ ପରମେଶ୍ୱରଙ୍କର କଲ୍ୟାଣକାରୀ ବିଧାନରେ ମନ୍ଦ ବୋଲି କିଛି ନାହିଁ, କେବଳ ଭଲ ହିଁ ରହିଛି ଅଥବା ଭଲ ଲାଗି ପ୍ରସ୍ତୁତି ରହିଛି। କେତେଟା ଜାଗାରେ ଆମକୁ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ହୋଇଥାଏ ବା ଆମ ଭଲ ପାଇଁ ହିଁ କରିଥାନ୍ତି। ଦିଟା ଯାକ ବି ଅର୍ଥ ଏକା,
ଭଲ ହିଁ ଆମ ପାଇଁ ହେଇଥାଏ। କିନ୍ତୁ ଏଇଟାକୁ ନେଇକରି ପୁଣି ଲୋକ ଭୁଲ ଅର୍ଥରେ ଗ୍ରହଣ କରନ୍ତି। ସେଇଟା ମଧ୍ୟ ପୂର୍ବରୁ ପଢିଛନ୍ତି, ତଥାପି ଏଠି କଣ୍ଟେକ୍ସଟରେ ପଢୁଛି, ତେଣୁ ଆଲୋଚନା କରିବା। ସେଥିପାଇଁ ବେଳେ ବେଳେ ଲୋକ କୁହନ୍ତି କଣ, ଯେ ମୋ ପାଇଁ ଯାହା ଘଟିଛି ତାହା ସର୍ବୋତ୍ତମ ଘଟିଛି କି, ଏ ପ୍ରଶ୍ନ ବି ପଚରାଇଛି। ପ୍ରଭୁ ତା ଉତ୍ତରେ କହୁଛନ୍ତି, ତମେ ଚେତନାର ଯୋଉ ସ୍ତରରେ ଥିଲ, ସେଇ ସ୍ତରରେ ତୁମ ପାଇଁ ସର୍ବୋତ୍ତମ ଘଟିଛି, ଏହା ହଉଛି ସତ୍ୟ। କିନ୍ତୁ ତମେ ସର୍ବୋତ୍ତମ ଚେତନାରେ ଥିଲ ତ? ଏଇ କୋଶ୍ଚିନ୍ ଟା ମୁଁ ପଚାରୁଛି, କିନ୍ତୁ ପ୍ରଭୁ କହିଲେ କିନ୍ତୁ ତୁମେ ସେତେବେଳେ ସର୍ବୋତ୍ତମ ଚେତନାରେ ନଥାଅ, ତେଣୁ ତାହା ତମ ପାଇଁ ସର୍ବୋତ୍ତମ ନୁହଁ। ଦିଟା ଜିନିଷ, ତୁମେ ଯୋଉ ଚେତନା, ଆମେ ଯୋଉ ଚେତନାରେ ଥିଲୁ, ଆମ ସେଇ ସମୟରେ ଯୋଉଟା ଘଟିଛି ସେଇଟା ହଉଛି ସର୍ବୋତ୍ତମ, କିନ୍ତୁ ସେଇଟା ମୋ ପାଇଁ ସର୍ବୋତ୍ତମ ନୁହଁ। କାହିଁକି ନା ମୁଁ ସେତେବେଳେ ସର୍ବୋତ୍ତମ ଚେତନାରେ ନଥିଲି। ପରମେଶ୍ୱରଙ୍କ ସହିତ ଚେତନାରେ ସଂଯୁକ୍ତ ହବା ପର୍ଯ୍ୟନ୍ତ, ଚେତନାର ଯୋଉ ପାବଚ୍ଛରେ ମୁଁ ଯେତିକି ଯେତିକି ଅଗ୍ରଗତି କରି କରି ଯିବି, ଯୋଉ ଚେତନାର ଯୋଉ ସ୍ତରରେ ଥିବି, ସେଇ ସ୍ତରରେ ଯାହା ସର୍ବୋତ୍ତମ ତାହା ଘଟିବ। କିନ୍ତୁ ତା ଉପରେ ଚେତନା ଘଟିଗଲେ ତାଠାରୁ ଆଉ ଟିକେ ସର୍ବୋତ୍ତମ ଘଟିବ, ତା ଉପରୁ ଘଟିଲେ ତାଠାରୁ ଆଉ ଟିକେ ସର୍ବୋତ୍ତମ ଘଟିବ। ତେଣୁ ମୁଁ ଯୋଉ ଚେତନାରେ ରହିଛି, ଯେହେତୁ ସର୍ବୋତ୍ତମ ଚେତନାରେ ନାହିଁ, ତାହା ମୋ ପାଇଁ ସର୍ବୋତ୍ତମ ନୁହେଁ। କିନ୍ତୁ ସେଇ ଚେତନାର ସ୍ତରରେ ଥିଲାବେଳେ ସେଇଟା ହଉଛି ସର୍ବୋତ୍ତମ। ତେଣୁ ସେଇଥିପାଇଁ ଆଉ ଗୋଟେ କଥା ମନେ ପଡିଲା, ଥରେ ଗୋଟେ ଜଣେ ବ୍ୟକ୍ତି କହୁଥିଲେ, ଏଇ କାଲି ନା ପରଦିନ ଯାଇଥିଲି ମାର୍କେଟକୁ, ଜଣେ କହିଲେ ଯେ ମାମୁଙ୍କ ଡିକ୍ସନାରୀରେ ଘୃଣା ଏବଂ ଖରାପ ଲୋକ ବୋଲି କେହି ନଥିଲେ। ସେ କହିଲେ ସିଏ ଏଇ ଜଗତର ବ୍ୟକ୍ତି ନୁହନ୍ତି। ଜଣେ କହିଲେ ଆମେ ତ ବାହାରେ ରହୁଛୁ। ତେଣୁ ଏଇ ପ୍ରକାରର ବ୍ୟକ୍ତି ମଧ୍ୟ ସଂସାରରେ ଜନ୍ମଗ୍ରହଣ କରନ୍ତି ଏବଂ ପଥ ପ୍ରଦର୍ଶନ କରିବା ପାଇଁ ପାଖରେ ଥାନ୍ତି। ଅବତାର ଆସନ୍ତି ଚେତନାର ଗୋଟେ ପାବଚ୍ଛ ଉପରକୁ ଉଠିବା ପାଇଁ, ଶକ୍ତିକୁ ଅବତରଣ କରାନ୍ତି, ତାକୁ କାମରେ ଲଗେଇବା ପାଇଁ ସିଏ ଆସନ୍ତି, ଅବତରଣ করে କାମରେ ଲଗେଇବା ପାଇଁ ପୃଥିବୀର ବାତାବରଣକୁ ପ୍ରସ୍ତୁତ କରାନ୍ତି। ଆଚାର୍ଯ୍ୟ, ବିଭୂତି, ମୁନି, ଋଷି ଏମାନେ ଯୋଉ ସବୁ ଥାନ୍ତି, ସେମାନେ ସେଇ କାମଟାକୁ କଣ କରନ୍ତି, ତାକୁ ଯେମିତି ରୋଟେସନ କରିବା, ତାକୁ ଖୁସେଇବା, ତାକୁ ପାଣି ଦବା, ଇଏ ସବୁ କାମ ସେ ସବୁ କରନ୍ତି। ଆମକୁ, ଆମେ ଯେତେବେଳେ ଆତ୍ମା ଅଭିମୁଖୀ ହବା, ଆମେ ଯେତେବେଳେ ଆତ୍ମାକୁ ବା ଚୈତ୍ୟ ସତ୍ତାକୁ ଆବିଷ୍କାର କରିବାକୁ ସଂକଳ୍ପ କରିବା, ତେବେ ଆପଣ ଦେଖିବେ ଯିଏ ସଂକଳ୍ପ କରିଛି ତାକୁ ସେଇ ପ୍ରକାର ବ୍ୟକ୍ତି ଏବଂ ପ୍ରଭୁଙ୍କର ମାଙ୍କର କୃପା ସେ ତ ପ୍ରାପ୍ତ କରିବ, ଏବଂ ସେ ପ୍ରକାର ବ୍ୟକ୍ତିଙ୍କର ସଂସ୍ପର୍ଶରେ ତାକୁ କେମିତି ଆଣିବେ ତାହା ବି ସେଇ ପରମେଶ୍ୱର କଣ କରନ୍ତି, ମା କଣ କରନ୍ତି, ବ୍ୟବସ୍ଥା କରନ୍ତି। ଏବଂ ତା ଭିତରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଏକ ଆନ୍ତର ସ୍ୱୀକୃତି ଥାଏ ସେ ବ୍ୟକ୍ତିଙ୍କ ପ୍ରତି। ଆଉ ଯୋଉମାନଙ୍କର ମାନେ ଅନ୍ତରାତ୍ମା ଆବିଷ୍କାର ବା ଚୈତ୍ୟ ସତ୍ତା ଆବିଷ୍କାର ବା ଆତ୍ମା ଅନୁସାରେ ପରିଚାଳିତ ହବାର ସ୍ପୃହ ନଥାଏ, ସେମାନେ ସେଇ ପ୍ରକାର ବ୍ୟକ୍ତିଙ୍କୁ ଅବତାର ହୁଅନ୍ତୁ, ଆଚାର୍ଯ୍ୟ ହୁଅନ୍ତୁ, ବିଭୂତି ହୁଅନ୍ତୁ, ମୁନି ଋଷି ହୁଅନ୍ତୁ ବା ମୁକ୍ତ ଆତ୍ମା ଥିବା ବ୍ୟକ୍ତି ହୁଅନ୍ତୁ, ସେମାନଙ୍କୁ ସେମାନେ ବିରୋଧ କରନ୍ତି ଏବଂ ବିରୋଧ କରିବେ। କଣ ଯଦି ପୂର୍ବ ଜନ୍ମର ପ୍ରସ୍ତୁତି ଥିବ, ମାଙ୍କର ଯଦି କୃପା ହେଲା, ତେବେ ସେ ଏଇ ଜନ୍ମରେ କି 5ଟା ଜନ୍ମ କି 10ଟା ଜନ୍ମ ପରେ ସେ ସେଥିରେ ଉପକୃତ ବା ଚିହ୍ନିବା ପାଇଁ ତାଙ୍କ ଭିତରେ ଗୋଟେ ପ୍ରସ୍ତୁତି ଆରମ୍ଭ ହେଇପାରେ। ନଚେତ୍ ସେମାନେ ଅହଙ୍ଗ୍ର ଯୋଉ ବେଷ୍ଟନୀ ଭିତରେ ସେମାନେ ବଞ୍ଚି ରହନ୍ତି ଏବଂ ମୃତ୍ୟୁବରଣ ସେଇଥିରେ ହିଁ ସେମାନେ କରନ୍ତି। ସେଥିପାଇଁ ଏଠି ଲେଖୁଛନ୍ତି ଯୋଉଟା କହିଲେ ଯେ ପରମେଶ୍ୱର କଣ କରନ୍ତି, ଭଲ ଓ ମନ୍ଦ ଉଭୟର ଅତୀତ ହୋଇ ଆପଣାକୁ ପରିପୂର୍ଣ୍ଣ କରନ୍ତି। ତେଣୁ ତୁମ ଆତ୍ମାର ସଂଗ୍ରାମ ଏବଂ ଅଗ୍ରଗତି ଲାଗି ହିଁ ଭଲ ଓ ମନ୍ଦର ବିଧାନ କରାଯାଇଥାଏ। ସେଇଠି ବର୍ତ୍ତମାନ ଯେତେବେଳେ ମନ୍ଦ ଘଟୁଛି ବା ମୋ ପାଇଁ କିଛି ଘଟୁଛି, ସେଇ ସମୟରେ ଯୋଉଥିରେ ମୁଁ ଭାବୁଛି ମନ୍ଦ ହଉଛି ବା ଇଏ ହଉଛି, ସମୟ ଆସିଯାଇଛି ଖୋଜିବା ପାଇଁ, ଦେଖିବା ପାଇଁ। ଅବଲୋକନ ସେଇଥିପାଇଁ ପ୍ରଥମେ କହିଥିଲେ, ଅବଲୋକନ କରିବ। କଣ ଅବଲୋକନ କରିବ? ଯେ ଗୋଟିଏ ଦୁର୍ବଳତା ମୋ ଭିତରେ ରହିଛି, ଗୋଟିଏ ମହାନ ଗୁଣ ରହିଛି, ଯୋଉଟା କି ଭଗବାନଙ୍କୁ ପରିପ୍ରକାଶ କରିବାରେ, ଯୋଉଟା କି ମୋର ଅଗ୍ରଗତି ପଥରେ ମତେ ପ୍ରତିବନ୍ଧକ ସାଜି, ଗୋଟେ ଭଲ ଗୁଣ, ମୋର ଗୋଟେ ଭଲ ସାମର୍ଥ୍ୟ, ମନ୍ଦ ଗୁଣ ବା ମନ୍ଦ ସାମର୍ଥ୍ୟ ଯାହା ବି କୁହନ୍ତି, ସେଇଟା ହଉଛି ଗୁଣ।
ସେଟା ଭଲ କିମ୍ବା ମନ୍ଦ ସଂଜ୍ଞା ହଉଛି କଣ? ଅଗ୍ରଗତିକୁ ବିରୋଧ କରୁଛି ମନ୍ଦ, ଅଗ୍ରଗତିକୁ ସମର୍ଥନ କରୁଛି ଭଲ। ବାହ୍ୟ ଦୃଷ୍ଟିକୋଣରେ ଭଲ ଗୁଣ ଯଦି ବିରୋଧ କରୁଛି ପରମେଶ୍ୱରଙ୍କୁ ପରିପ୍ରକାଶ କରିବାରେ, ତେବେ ତାକୁ ଚିହ୍ନିବାର ବେଳ ଆସିଯାଇଛି। ତାକୁ ଚିହ୍ନିବା, ତାପରେ କଣ କହିଥିଲେ ଅବଲୋକନ ପରେ ସତର୍କ। ସତର୍କ ରହିବେ ସେଇ ପ୍ରକାର ଗତି ସ୍ପନ୍ଦନ ଆଉ କୋଉଠି କୋଉଠି ମତେ ଆଟାକ୍ କରୁଛି, କିମ୍ବା ମୁଁ ସେ ପ୍ରକାର ଗତି ସ୍ପନ୍ଦନ ସଂସ୍ପର୍ଶରେ ଆସିବାକୁ ଚେଷ୍ଟା କରୁନାହିଁ ତ, ବା ତା ଭିତରେ ମୁଁ ପଶି ଯାଉନାହିଁ ତ ସତର୍କ ରହିବେ। ତାକୁ ସବୁବେଳେ ସଜାଗ ରହିକିରି ତାକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ। ତାପରେ ତା ଉପରେ କର୍ତ୍ତୃତ୍ୱ ହାସଲ ଆସିବ। ଯେପର୍ଯ୍ୟନ୍ତ ତାକୁ ଚିହ୍ନି ନାହାନ୍ତି ସତର୍କ ହେଇପାରିବେ ନାହିଁ। ସତର୍କ ନ ରହିଲେ କର୍ତ୍ତୃତ୍ୱ ହାସଲ ହେଇପାରିବ ନାହିଁ। କର୍ତ୍ତୃତ୍ୱ ହାସଲ କରିବାକୁ ଚେଷ୍ଟା କରି 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 ଚାଲିଲେ ପ୍ରଭୁତ୍ୱ ହାସଲ ହବ। କିନ୍ତୁ ପ୍ରଭୁତ୍ୱ ହାସଲ ପାଇଁ ନିଜ ଚେଷ୍ଟାରେ ହବ ନାହିଁ, କାହିଁକି ନା ଆମେ ସମସ୍ତେ ବିଶ୍ୱ ସହିତ ଜଡ଼ିତ ହେଇ ରହିଛୁ। ତେଣୁ ଭାଗବତୀ ଶକ୍ତିଙ୍କର ଆବଶ୍ୟକତା ରହିଛି, ଆଉ ସେଇଥିପାଇଁ ନିରନ୍ତର ଆସ୍ପୃହା ଆବଶ୍ୟକ, ଚୈତ୍ୟସତା ସହିତ ସଂଯୁକ୍ତ ଆବଶ୍ୟକ। ମା ଗୋଟେ ଲାଇନରେ ତ କହୁଛନ୍ତି, ଏଇ ସମଗ୍ର ବିଶ୍ୱ ଜଗତ ଏକ ଧୀର ଆରୋହ ଧର୍ମୀ ବିବର୍ତ୍ତନରେ ସେହି ପରମ ତତ୍କୁ ଅଭିବ୍ୟକ୍ତ କରି ଆଣିବା ନିମନ୍ତେ ତାଙ୍କରି ଆଡକୁ ଗତି କରି ଚାଲିଛି। ସିଏ ଚାଲିଛି। ଆମେ ଯଦି ସହଯୋଗ କରିବା, ସମର୍ଥନ କରିବା, ସେଥିରେ ଆମର ପ୍ରସ୍ତୁତି ତୀବ୍ର ହବ ଏବଂ ଆମର ଗତି ସଳଖ ହବ। ବହୁତ ବକ୍ର ନ ହେଇକିରି କମ ବକ୍ର ହବ। ଆଉ ଟିକେ ଅଧିକ ପ୍ରୟାସ କଲେ ଆହୁରି କମ ବକ୍ର ହବ। ଯଦି ପୁରା ନିରନ୍ତର ଅପ୍ରତିହତ ଆସ୍ପୃହା ଆମର ରହେ, ତେବେ ସଳଖ ହବ। ତେଣୁ ତ୍ୱରାନ୍ୱିତ ହବ ଯାଇ ପହଞ୍ଚିବା ପାଇଁ। ମା ମା, ଥ୍ୟାଙ୍କ ୟୁ ଅଲ୍ ଓଭର।